ଜଣେ ରାଜା ଥିଲେ ଯେ ବହୁତ ମନ୍ଦ ଥିଲେ ଏବଂ ସମସ୍ତ ଲୋକ ତାଙ୍କୁ ଭୟ କରୁଥିଲେ। ରାଜାଙ୍କର ଗୋଟେ ହାତ ଏବଂ ଗୋଟେ ଗୋଡ଼ ଏବଂ ସେ ମଧ୍ୟ ଗୋଟେ ଆଖି ହରାଇଥିଲେ, ଯେଉଁଥିପାଇଁ ସେ ବହୁତ ଭୟଭୀତ ଦେଖାଯାଉଥିଲେ। ଦିନେ ରାଜା ଠିକ୍ କଲେ, ମୁଁ ବର୍ତ୍ତମାନ ମୋ ପୁଅକୁ ରାଜା କରାଇବା ଉଚିତ। ରାଜା ଭାବିଲେ, ମୁଁ ମୋର ପୁଅକୁ ରାଜା କରିବା ପୂର୍ବରୁ ମୋର ଏକ ବଡ଼ ଫଟୋ ତିଆରି କରି ରାଜ ଦରବାରରେ ସ୍ଥାପନ କରିବି, ଯାହା ଫଳରେ ଲୋକମାନେ ମୋର ମୃତ୍ୟୁ ପରେ ମଧ୍ୟ ମୋତେ ଭୁଲି ପାରିବେନି। ରାଜା ତାଙ୍କ ରାଜ୍ୟରେ ସର୍ବୋତ୍ତମ ଚିତ୍ରକାରମାନଙ୍କୁ ଡାକିଲେ ଏବଂ ତାଙ୍କର ସର୍ବୋତ୍ତମ ଚିତ୍ର କିଏ ତିଆରି କରିପାରିବ ବୋଲି ପଚାରିଲେ। ଏବଂ ରାଜା କହିଲେ, ଯିଏ ମୋର ସର୍ବୋତ୍ତମ ଚିତ୍ର ତିଆରି କରିବ, ମୁଁ ତାଙ୍କୁ ବହୁତ ଧନ ଦେବି, ଯାହା ତାଙ୍କର 10 ପୁରୁଷ ଯାଏ ସରିବନି। ଏବଂ ଯିଏ ମୋର ସର୍ବୋତ୍ତମ ଚିତ୍ର ତିଆରି କରିପାରିବନି, ତାହାର ମୁଁ ମୃତ୍ୟୁଦଣ୍ଡ ଦେବି। ମୃତ୍ୟୁଦଣ୍ଡ ଶୁଣି ସମସ୍ତ ଚିତ୍ରକର ଭୟଭୀତ ହୋଇ ଚିତ୍ର ତିଆରି କରିବା ପାଇଁ କେହି ସାହସ କରିଲେ ନାହିଁ, କାରଣ ଏକ ଅଶୁଭ ରାଜାର ସୁନ୍ଦର ଚିତ୍ର ତିଆରି କରିବା କଷ୍ଟକର ଥିଲା। ସବୁ ମହାନ ଚିତ୍ରକର ମନା କରିଦେଲେ, କିନ୍ତୁ ଜଣେ ଚିତ୍ରକାର ଭାବିଲେ, ନିଜକୁ ସଫଳ ଚିତ୍ରକାର କରିବା ପାଇଁ ଏହା ହେଉଛି ଉପଯୁକ୍ତ ସୁଯୋଗ। ସେହି ଚିତ୍ରକାର ରାଜାଙ୍କର ଏକ ସୁନ୍ଦର ଚିତ୍ର ତିଆରି କଲେ, ଯାହା ରାଜା ଚିତ୍ର ଦେଖି ଖୁସି ହୋଇଗଲେ ଏବଂ ଅନ୍ୟ ସମସ୍ତ ଚିତ୍ରକାର ମଧ୍ୟ ଏହି ଚିତ୍ର ଦେଖିଲେ। ଚିତ୍ରକାର ରାଜାଙ୍କର ଚିତ୍ରକୁ ଏହିପରି ତିଆରି କରିଥିଲେ ଯେ ରାଜା ଘୋଡ଼ା ଉପରେ ଶିକାର କରିବାକୁ ଗଲେ, ଯେଉଁଥିପାଇଁ ରାଜାଙ୍କର ଗୋଟେ ଆଖି ବନ୍ଦ ହୋଇଗଲା ଏବଂ ତାଙ୍କ ହାତ ଓ ଗୋଡ଼ ମଧ୍ୟ ଭାଙ୍ଗିଗଲା। ବନ୍ଧୁଗଣ, ଏହି ଛୋଟ କାହାଣୀ ଆମକୁ ଏହା ଶିଖାଏ, ଲୋକମାନେ ଖରାପ ପରିସ୍ଥିତିରେ ସେମାନଙ୍କର ମନ ପ୍ରୟୋଗ କରିବା ପରିବର୍ତ୍ତେ ସେମାନେ ପଛକୁ ଯାଆନ୍ତି ଏବଂ ଭଲ କିଛି ପାଇପାରନ୍ତି ନାହିଁ। ଯଦି ତୁମ ଜୀବନରେ ଏହିପରି କୌଣସି ଖରାପ ପରିସ୍ଥିତି ଅଛି, ତେବେ ତୁମେ ବୁଝି ଯାଆନ୍ତୁ ଯେ ଏଥିରେ ଏକ ବଡ଼ ସୁଯୋଗ ମଧ୍ୟ ଲୁଚି ରହିଛି। ନିଜକୁ ବିଶ୍ୱାସ କର, ଯିଏ ନିଜ ମନକୁ ଖରାପ ପରିସ୍ଥିତିରେ ପ୍ରୟୋଗ କରେ, ଜୀବନରେ ସେ ସବୁଠାରୁ ବଡ଼ ସଫଳତା ହାସଲ କରେ ଏବଂ ତୁମେ ବହୁତ ଶୀଘ୍ର ସଫଳ ହୋଇପାରିବ। ଆମେରିକାରେ 500ରୁ ଅଧିକ ଧନୀ ବ୍ୟକ୍ତି ଦାବି କରନ୍ତି ଯେ ଯେତେବେଳେ ସେମାନେ ସଫଳତା ହାସଲ କରିଥିଲେ, ସେହି ସମୟରେ ସେ ପ୍ରାୟ ହାରି ଯାଇଥିଲେ, କିନ୍ତୁ ସେ ସାହସ ସଂଗ୍ରହ କରି ଆଗକୁ ଆଉ ଏକ ପଦକ୍ଷେପ ନେଇଥିଲେ। ଯଦି ତୁମ ଜୀବନରେ ଅସୁବିଧା ଅଛି, ତେବେ ପରାଜୟ ଅନୁମାନ କର ନାହିଁ, କାରଣ ତୁମେ ସଫଳତାର ଅତି ନିକଟତର ହୋଇସାରିଛ।